हाय हेलो नमस्कार वेलकम कर सुमे बड़े ब्लॉग्स को तो केमती अच्छा भल अच्छा तो मुझे सदाबले चाहिए आपण मैंने भल रुहतु आ सब स्माइल करूँ है जीवन में दुख तो आसो कष्ट भी आसो सुख भी आसो आउ कौन मन विभिन्न प्रकार कोह भी आसो तो सबकि को साइड रखिकी आम आग को ही जीवा है ना तार नाटा ही तो जीवन ना जीवन कहले मुझे ही बुझे तो चलो देखिए आम घर किए कौन कर सब जाक अच्छा तू पानी पियो गाधाओ सब पानी पीकी गाधाओ इलो बाबा के मन नाती आउटा कौन कामुड़ी पकेब कौन कर ओह गोटे खसी खसी पड़े जाऊँगी कहला बंचला माछ प्राण भय मारे गोटे बाड़ी नहीं आउन यूनिक डिजाइन पार्टी आ लोक डाके पार्टी किए डाक तो परिश्रम कर मरण दिहब मरण ना ना गोटे गोटे भाग कर गोटे मसर आग जीवन बाहर टाण ओहो सकाल की माड़ ए माछ को बाड़े कि मारे पड़ो ना जीवन पूरा टाण कौ माछ आम गड़िया केते बाहर आम गड़िया प्रबल माछ गोटा गोटा मारे पूरा 7-8 यहाँ पूरा किले ऊपर अच्छे बोधे किले ऊपर अच्छे जना पड़े ए माँ इस इस कितने टाण जीवन रोसे जाल आइले पूरा पक्का रोसे जाल आसीगले आमिष जन हो से नहीं पड़क जीवन भारी टाण माड़ खाला बंचती पानी आइस बंध ना नंबे नंबे बसिक माछ कर आइस गोड़े होना आ 3टा थुआ साइज कर कौ माछ कटा हो प्रबल माछ आम गड़िया धरा हुए ना जहाल सब पानी पूरा थुआ सकाल खाली पानी निगड़ा तो दांत कामुड़ी मत लगे माछ काटुचु ना बड़ गछ गुड़ा काटुचु बड़ गछ गुड़ा काटिले भी एतिक परिश्रम करने पड़ोनी सहज काटी हेनी ना कंटा पाई ना हाँ दे काटी पका मुझे कम कर मुझे बसनी है मुझे भात बसई भात कम समस्ते आम बापा सेपटे जाल फटेकिना नहीं कम समस्ते कर बार थी माने आईस जो न आस आम चुली लगा एपटे केवल आईस ना एपटू आसार ना जाल गुरा किणा आसला थुआई पछरे 2 कुंटाल खंडे जाल हम खाली काठ गुराक
ମୁଁ ଆସିନଥାନ୍ତି ମୁଁ ଏପଟକୁ ହେଲା ମୋତେ ଟିକେ ଦୁଃଖ ଲାଗୁଛି ଆଉ କ'ଣ କରିବି ଏକୁଟିଆଟା ବୋଉ ଆଉ କେତେ କରିବ ସେଥିପାଇଁ ମୁଁ ଟିକେ ପଳେଇ ଯାଉଛି ଆଉ ନହେଲେ ମୁଁ କାହିଁ ଆସିଥାନ୍ତି ଗରମରେ ନା କ'ଣ ମୁଁ ଗାଧୋଇ ପାଧୋଇ ନ ଖାଇକି ଆସିଥାନ୍ତି ହାଁ ଆସିଥାନ୍ତି ନା ନାଇଁ କହୁନୁ ଆସିଥାନ୍ତି ଆସିଥାନ୍ତି କି କହ ଗରମରେ ମୁଁ ଜମା ଆସିନଥାନ୍ତି ମୁଁ କ'ଣ ଆସିନଥାନ୍ତି ମୋ ବୋଉ ବି ଆସିନଥାନ୍ତା କେବଳ ଏଇ ମାଛ ସକାଶେ ଗୋଟେ ମାଛର ଗୋଟେ ଲୋଭ ଲାଗିଯାଇଛି ଆଉ କଉ ମାଛରେ ଗୋଟେ ଲୋଭ ଲାଗିଯାଇଛି ତାକୁ କ'ଣ କରିବୁ ଖାଲି ବେଶ ଦେଇକି ଆଳୁ ପକେଇଲେ ଭଲ ଲାଗିବନି ଆମ୍ବୁଲ ପକେଇକିନା କରିବ ଆମ୍ବୁଲ କଉ ମାଛରେ ସୋରିଷ ମସଲା ଆଉ ଆମ୍ବୁଲ ଦେଇକି ହେଲା ଯାହା ବି କେଉଁ ଗରମ ପ୍ରଚୁର ହେଉଛି ଏଇ ଜଣେ ବାରି ଫାରି ରୋଷେଇବାସ ମୋ ଖାଲି ଆମ ଚାଳ ଘର କଥା ମନେ ପଡ଼େ ମାନେ ଗାଁ କଥା ଆଇଁଷ ଫାଇଁଷ ହେଇଥିବ ମାନେ ସିଆଡ଼େ ଆଉ ରଜ କେଇ ଦିନ ରହିଲା 4 ଦିନ ଆଜିକି ଆଉ 4 ଦିନ ରଜ ରହିଲା ହେଲା କିନ୍ତୁ ମୋତେ କିଛି ଜଣା ପଡ଼ୁନି ମୋତେ ଏଠି କିଛି ଆଉ ଜଣା ବି ପଡ଼ୁନି 8 ବର୍ଷ ଖଣ୍ଡେ ହେଇଗଲାଣି ମୋତେ କିଛି ଜଣା ବି ପଡ଼ୁନି ଏଠି ଆସିକି ରହିଲା ରଜ କ'ଣ ରଜ କେଉଁ ଦିନ ହବ କିଛି ଜଣା ପଡ଼ୁନି ଆଗେ ବୁଝି ଦାନ୍ତ କାଠି କାଟି ଲୋକ ଏଇନା ବ୍ରଶ କରୁଛି ଦାନ୍ତ କାଠି କାଟିଲେ ଦାନ୍ତ କାଠି କାଟୁଥିଲେ ଆଗେ ଦାନ୍ତ କାଠି କାଟିଲେ ବାପା ଭୁସି କାଟିବେ ଗାଈ ଗାଈ ହିସାବ ଆମର ଭୁସି ବି କଟା ଯାଉଥିଲା ମାନେ ସେ ଘରେ ଥିଲାବେଳେ ଗାଁରେ ଗାଈ ଥିଲା ଗାଈ ପାଇଁ ଭୁସି ବି କଟା ହେଉଥିଲା ମାନେ ଆଉ ରଜରେ କିଛି କାମ ଫାମ କେହି କରିବେନି ଭୁସି କଟା ହେବନି ନା ଦାନ୍ତ ବି ମାନେ ବ୍ରସ୍ରେ ବସିବେନି ଦାନ୍ତ କାଠି ବସିବେ ଆଉ ଏବେ ଏଠି ମୁଁ କିଛି ଜାଣିପାରୁନି 8 ବର୍ଷ ହେଇଗଲାଣି ବାସ୍ ଖାଲି ନୂଆ ହଳେ ପିନ୍ଧି ଘର ଭିତରେ ଟିଙ୍ଗି 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 ହେଇ ବୁଲିକି ମୁଁ ତ କେନା ଦୋଳି ବି କେମିତି ଖେଳିପାରୁନି ଝୁଲି କେଉଁଠି ଖେଳିବା ପାଇଁ ଯିବି ମୁଁ ଜାଣିନି ଏଇଥର ଭାବିଛି ଆଗ ଗୋଟେ କେଉଁ ଜାଗାକୁ ଯିବି ଝୁଲି ଖେଳିବା ପାଇଁ କିନ୍ତୁ ସିଆଡ଼େ ସବୁ ହେଉଛି ନା ପଲେଇ ସାଇଡ଼୍ରେ ସଂକ୍ରାନ୍ତି ଦିନ ଯାଇଥିବୁ ସିଆଡ଼କୁ ଭାବୁଛି ସେଇଠୁ ଆସିଲା ବେଳେ ପଲେଇରେ ଗୋଟେ ଜାଗାରେ ହୁଏ ସେଇଠି ଟିକେ ବସ ଯିବୁ ରଜ ମହୋତ୍ସବରେ ଝୁଲି ଖେଳିବାକୁ ହେଲା ହାତରେ କଣ୍ଟା ପଡ଼ିଗଲାଣି ଆଜି ବାଛିଲି ଆଉ ଆକୁ ଭୁଲରେ ବାଛିବେନି ନା କଉ ମାଛର କଣ୍ଟା ଗୁରା ବେଶୀ ଟାଣ ପାଣି ତାତିଗଲାଣି ହେଲା ଚାଉଳ ପକେଇଦେବା ତୁ ତୋ କାମ କରୁଛୁ ଦେଖି ମୁଁ ମୋ କାମ କରୁଛି ମୋ କାମରେ କିନ୍ତୁ ମୁଁ ପୁରା ଆଗରେ ଅଛି ହେଲା ହେଲା ଆଉ ଚାମଚଟା ଆଣୁନୁ କି ଟିକେ ଗୋଳେଇ ଦେଇଥାନ୍ତି ଚାଲ ଘରୁ ଯେ ଚାମଚଟା ନେଇକି ସେଟା ଟିକେ ଗୋଳେଇ ଦେଇଥିଲେ ଭଲ ହେଇଥାନ୍ତା ଚାଉଳଟା ପକେଇଲେ ନା ସାଙ୍ଗେ ସାଙ୍ଗେ ଟିକେ ଗୋଳେଇ ଦେଲେ ଭଲ ହେବ ମୋ ଚାଉଳଟା ବସିଯିବ ଓକେ ଚାଲ ଯିବା ଘରକୁ ଚପଲଟାକୁ ଏଇଠି ରଖିଛ ଦୂରେଇକି ରଖିବା କଥା ନା ଆଉ ଆସିଗଲା ଏଠି ଗୋଳେଇ ଦେବା ରେଡ଼ି ଏପର୍ଯ୍ୟନ୍ତ ସରିନି ମାନେ ମୁଁ ଆଗରେ ଆଉ କେତେଟା ଅଛି ଗୋଟାଏ ଅଛି ଆଉ ଗୋଟାଏ ଅଛି ମୋ ଟଫି ତ ମାଛ ଖାଇପାରିବନି ତା ପାଇଁ ଟିକେ ଚିକେନ୍ ନେଇକିନା ଆସିବେ ଆଉ ଚାଲ ଚାଲ ଯିବା ଟଫିର ଚିକେନ୍ଟା ନେଇକି ଆସିଲି ହେଲା ଏତେ ଖରା ହେଉଛି ମାନେ ଅନେଇ ହେବନି ଏତେ ଖରା ହେଉଛି ଦେଖୁନାହାନ୍ତି କେନା ଖରା ହଁ ଗାଡ଼ିଟା ରଖିଦିଅ ମାନେ ପ୍ରଚୁର ଖରା ହେଉଛି ଚାଲ ମୁଁ ଚିକେନ୍ଟା କରିଦିଏ ଆରେ ବିଟ୍ ପକେଇଲେ ସେ ଖାଇବନି ଖାଲି ଗାଜର ଆଳୁ ଖାଲି ଆଳୁ ଚିକେନ୍ ତାର ବହୁତ କମ୍ ଖାଇବ ଏତେ ଖାଇବନି ଖାଇବା କମିଗଲାଣି ମୋ ଟଫିର ଏଇଟା ଗୋଟେ ସିଟି ମାରିଦେବି ତାପରେ ତାର ରେଡ଼ି ହେଇଯିବ ଖାଇବା ଖାଇବା ଆଗ ଅପେକ୍ଷା କମିଗଲାଣି ନହେଲେ ମୁଁ ତା ସେଥିପାଇଁ କଣ୍ଟା ପିସ୍ ଦେଉନି ଖାଲି ମାଂସ ପିସ୍ ହେଲା ଦେଖ ଆମ କରେଣ୍ଟ ପୁଣି ପଳେଇଲାଣି ଯାହା ହଉ ଆସିଲା ଆପଣମାନଙ୍କୁ କହିଲି ବୋଲି ସେ କରେଣ୍ଟ ବୋଧେ ଶୁଣିପାରିଲା ଟପିରାଣୀ ଖାଇବ ଆଉ ଟିକେ ଟଫି ଖାଇବା ପିଇବା ଦେଇଦେଲି ହେଲା
ଟଫି ଆମର ଖାଉଛି, ବାକି ଆଗ ପରିକା ଯେମିତିକି ଗୋଟେ ଖାଇବାର ଆଗ୍ରହ ଥାଏ ସେମିତି କିଛି ନାହିଁ। ଏତିକି ଏତିକି ଖାଉଛି ଆଉ, ବହୁତ କମ୍ କମ୍ ଖାଇବା ତା ପେଟକୁ ଯାଉଛି। ଆଉ ଖାଇକି ତ ଶୋଇଲା। ଗରମ କେମିତି ହେଉଛି? ଏମିତି ଗରମ ତ ରହି ହେବନି। ତୁମ ଆଡ଼େ ଗରମ କେମିତି ହେଉଛି ମୋତେ କହିବ ତ। ତ ଚାଲ ଆମେ ବି ଖାଇବା ହେଲା। କଉ ମାଛଟା କେମିତି କ'ଣ ହେଇଛି ମୁଁ ଖାଇକି କହିବି ହେଲା। ଆସ। ହାତ ଧୋଇବା, ଖାଇବା ପୂର୍ବରୁ ହାତ ଧୁଅ। ଖାଇବା ପୂର୍ବରୁ ହାତ ଧୋଇବା। ମୋର ଭାତ, ଏଇଟା ହେଲା ଶାଗ ଭଜା, ଆଉ ଏଇଟା ତ ସ୍ପେଶାଲ, ଆଉ ସ୍ପେଶାଲ କଉ, ଏଇଟା କେଉଁଟା କଉ ମାଛର ଭଜା। ଏବେ ପୁରା ରେଡ଼ି। ଚାଲ ଖାଇବା ହେଲା। ଖାଇକି ମୁଁ କହୁଛି କେମିତି କ'ଣ ହେଇଛି। ଏମିତି ଗୋଳେଇ ଦେବା, ଏମିତି। ଆମ ବୋଉ ବି ଆସିଲେ ଖାଇବା ପାଇଁ ହେଲା, ତ ମୁଁ ଖାଇକି କହିବି। ଆହା କରେଣ୍ଟ ପଡ଼ିଲା ଖାଇବା ସମୟରେ। ଆଚ୍ଛା, ବଢ଼ିଆ ଟେଷ୍ଟ। ଭଜାଟା ପୁରା ମସ୍ତ। ଭଲ ଅଛି।